ମୁଁ ଆଜି ଆସିଛି ହଜାରେ ବିଗିଜା। ଦେଖନ୍ତୁ ମୁଁ ଦେଖୁଛି କେତେ ପାଖରେ ସବୁ ଆମ୍ବ ଫଳିଛି। ବହୁତ ଗଛ ବହୁତ ଆମ୍ବ ଫଳିଛି। ଲୋକ ଟିକେ ଏଠି ବାପା ବୋଉଙ୍କ ଦେହ ଭଲ ନାହିଁ, ସେଥିପାଇଁ ରକ୍ଷଣାବେକ୍ଷଣ ହେଇପାରୁନି। ଯିଏ ଆସୁଛନ୍ତି ଆମ୍ବ ପଡ଼ିଛି ସବୁ ଗୋଟେଇ ଗାଟେଇକି ନେଇକି ପଳେଇ ଯାଇଛନ୍ତି। ଆମେ ଆସିଛୁ ଦେଖିବା ପାଇଁ ବୋଉଙ୍କର ମୋର। ମୁଁ କହିଲି ଚାଲ ଟିକେ ଦେଖିଦେଇ ଆସିବା। କହୁଥିଲେ ପାରିବା ପାଇଁ, ମୁଁ କହିଲି ଜମା ପାରନା, କାହିଁକି ଆମ୍ବ ପାରିବ ଗଛରୁ ଛିଣ୍ଡେଇକି? ଯିଏ ନେଇ ପଡ଼ିଥାନ୍ତା ନେଇଥାନ୍ତି, କିଏ ତ ନେଇଗଲେଣି। ଚାଲ ଦେଖିବା। ଆସି ଦେଖୁଛୁ। ଓହୋ ବୋଉ କହୁଛନ୍ତି ଯେ ଯଦି ଆମେ ଆମ୍ବକୁ ଗୋଟେଇକି ନ ନେଉଛୁ କି କେହି ନ ନେଉଛନ୍ତି, ଗାଈମାନେ ବି ପଶିକି ତଳୁ ଆମ୍ବ ଖାଇ ଦେଉଛନ୍ତି। ଲୋକ ନ ରହିଲେ ସବୁ ଏମିତି ହବ ଆଉ। ରକ୍ଷଣାବେକ୍ଷଣ ହେଲେ ଜିନିଷଟା ରହନ୍ତା ଠିକ୍ ଠାକ୍ ହେଇକି। ବୋଲେ ଆମର ଏବେ ଆମ୍ବ ଦରକାର ନାହିଁ, ଆମ୍ବ ପାଚିଲେ ଆମେ ଖାଇବୁ। ଏତେ ବଡ଼ ବାଡ଼ି, ଏଠି ଗୋଟେ ପୋଖରୀ, ବଡ଼ ପୋଖରୀ ଅଛି, କିନ୍ତୁ ତା ଦେହରେ ଦଳ ପୁରା ଫୁଲ୍। କେତେ ଜୋରେ ଦଳ ଭର୍ତ୍ତି ହେଇଛି। ଗଛ ତଳେ ସବୁ ଶୁଖିଲା ପତ୍ର ଗୁଡ଼ାକ ପଡ଼ିଛି। ମାଟି ଗୁଡ଼ା ସବୁ ଶୁଷ୍କ ଦେଖାଯାଉଛି। ବାଡ଼ି ଭିତରକୁ ଆସିବା ବି ପୁରା ପକ୍କା ରାସ୍ତା, ପାହାଚ ହେଇଛି, ଆରାମସେ ଜଣେ ଆସିପାରିବ। ସବୁ ସୁବିଧା ଥିଲେ କ'ଣ ହବ। ବର୍ଷା ଆଇଲାଣି ଯେ ଅନ୍ଧାର କରିକି ମୁଁ ପଳେଇ ଆସିଲି ସ୍କୁଲକୁ। ଏତେ ଜୋରେ ବର୍ଷା ଆସିଲାଣି। ତାପରେ 10:30ରେ ଛୁଟି ହେଇଯିବ। କେତେ ଜୋର ଦେଖନ୍ତୁ, କେତେ ଜୋର କଳାହାଣ୍ଡିଆ ବର୍ଷା, ତା ସାଙ୍ଗରେ ପବନ। ଏଠି ଗୋଟେ ଆମ୍ବ ଗଛ ଥିଲା, ଏଇଟା ହେଉଛି ଗଭର୍ଣ୍ଣମେଣ୍ଟର। କାଲି ଲୋକମାନେ ଏମିତି ବାଡ଼େଇ ବୁଡ଼େଇକି ସେ ଆମ୍ବ ନେଇକି ଗଲେ, ଛୋଟିଆ ଆମ୍ବ। ମୋତେ ଭାରି ରାଗ ହେଉଥିଲା ଦେଖିକି। ମୁଁ କହିଲି ଗଭର୍ଣ୍ଣମେଣ୍ଟର ଆମ୍ବ ଗଛ ବୋଲିକି ଗଭର୍ଣ୍ଣମେଣ୍ଟ ଜାଗାରେ ହେଇଛି, ସେଥିପାଇଁ ଲୋକମାନେ କେମିତି ବାଡ଼େଇ ବୁଡ଼େଇକି ସବୁ ଆମ୍ବ ନେଇଯାଉଛନ୍ତି। ଛୋଟ ଆମ୍ବ, ତାକୁ ତ ଟିକେ ବଡ଼ ହେବା ପାଇଁ ରଖିବା ଥାନ୍ତେ ନା, ଆମର ନୁହଁ, କାଳେ କାହିଁକି ନେଇଯିବ, ସେଥିପାଇଁ ତରତର ହେଇକି ପୁରା 2ଟା ନଗିରେ 2 ଜଣ ଲୋକ ବାଡ଼େଇ ବଡ଼େଇକି ସବୁ ଆମ୍ବ, ଛୋଟ ଆମ୍ବ, ଏତେ ଛୋଟ ଆମ୍ବ ନେଇକି ବି କରିବ କ'ଣ? କିନ୍ତୁ ସେ ତାକୁ ସବୁ ନେଇଗଲେ। ଦେଖି ଭାରି ଚିଟି ଲାଗୁଥିଲା। ଦେଖନ୍ତୁ କେତେ ଜୋରେ ବର୍ଷା ଆସିଲାଣି। ଇଆଡ଼େ ଘଡ଼ଘଡ଼ି ବି ଟିକେ ହେଉଛି, ଥଣ୍ଡା ପବନ। ଭଲ ଲାଗିଲା, ମୁଁ କହିଲି ଟିକେ ଭିଡ଼ିଓ କରିଦିଏ ଆଉ।